ନମସ୍କାର। ଆଜି ଶୁକ୍ରବାର ଜାନୁଆରୀ 23 ତାରିଖର ଶୁଣିବା ରାଶିଫଳ। ମେଷ। ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମୟିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇପାରିବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସୁଫଳ ମିଳିବ। ବୃଷ। କାମର ଚାପ ବୃଦ୍ଧି ପାଇବା ହେତୁ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି। କାର୍ଯ୍ୟବ୍ୟସ୍ତତା ହେତୁକ ଘର କଥା ବୁଝିବା ପାଇଁ ମଧ୍ୟ ସମୟ ପାଇବା କଷ୍ଟକର ହୋଇପାରେ। ରୋହିଣୀ ନକ୍ଷତ୍ରର ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦର ଆଶଙ୍କା ରହିଛି। ବନ୍ଧୁମାନଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚାରେ ନିଜକୁ ନିୟୋଜିତ କରିପାରନ୍ତି। ମିଥୁନ। ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ମୃଗଶିରା ନକ୍ଷତ୍ର ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସମ୍ପର୍କୀୟଙ୍କ ସହ ବିରୁଦ୍ଧାଚରଣ କରିପାରନ୍ତି। ଆଜି ପ୍ରତ୍ୟେକ କାମରେ ଟେନସନ ଲାଗି ରହିବ। ଆର୍ଥିକ ଅନଟନକୁ ପଡ଼ୋଶୀ ଦୂରେଇ ହୋଇ ଦେଇପାରନ୍ତି। ଆଜିର ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। କର୍କଟ। ଆଜି ପୁଷ୍ୟା ନକ୍ଷତ୍ର ଅନ୍ୟମାନଙ୍କ ପାଇଁ ଯାହା ସହଜରେ କରାଇ ଦେଇ ପାରିବେ ତାହା ନିଜ ପାଇଁ କରିବା ଦୁରୂହ ହୋଇପଡ଼ିବ। ଶିଳ୍ପପତି, ଉଦ୍ୟୋଗୀ ତଥା ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା ନ କଲେ ସମସ୍ୟା ବଢ଼ି ବଢ଼ି ଯିବାର ସୂଚନା ରହିଛି। ସିଂହ। ମାନସିକ ଦୁଶ୍ଚିନ୍ତା କାରଣରୁ କିମ୍ବା ସାମାନ୍ୟ ଭୁଲରୁ କାମ ବିଶୃଙ୍ଖଳିତ ହେବ। ପୂର୍ବ ଫାଲ୍ଗୁନୀର ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ଅସହଯୋଗ କାରଣରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବ। ଆଜିର ଯିବା ଆସିବା ବାଟରେ କୌଣସି ବନ୍ଧୁଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିପାରନ୍ତି। ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ହାସଲ ପାଇଁ ଚେଷ୍ଟିତ ହେବେ। କନ୍ୟା। ଆଜିର ଯୋଜନା ସକାଶେ ଅର୍ଥ ଅଭାବ ହୋଇଯାଇପାରେ। ସମସ୍ତ ସୁବିଧା ଥିଲେ ମଧ୍ୟ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ବନ୍ଧୁଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ଚିତ୍ରା ନକ୍ଷତ୍ର ସକାଶେ ଯାତ୍ରା, ବାଣିଜ୍ୟ ଏବଂ ରାଜନୈତିକ ସ୍ଥିତି ଭଲ ରହିବ। ତୁଳା। ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଆଜି କ୍ରୀଡ଼ା, ସାହିତ୍ୟ, ସାଂସ୍କୃତିକ କ୍ଷେତ୍ରରେ ପାରିଦର୍ଶିତା ହାସଲ କରିପାରନ୍ତି। ବିଶାଖା ନକ୍ଷତ୍ର ସଭାସମିତିରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସମୟ କଟାଇବେ। ଗବେଷଣା, କୃଷି, ବାଣିଜ୍ୟରେ ପ୍ରତିବନ୍ଧକ ରହିବ ନାହିଁ। ବିଛା। ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ ସାଙ୍ଗକୁ ପ୍ରତ୍ୟେକ କାମ ଠିକ୍ ଠିକ୍ ହୋଇଯିବ। କୌଣସି ବ୍ୟକ୍ତିଙ୍କଠାରୁ ଅଯାଚିତ ଭାବରେ ଯଥେଷ୍ଟ ସହାୟତା ପାଇବାର ସମ୍ଭାବନା ରହିଛି। ସ୍ତ୍ରୀଙ୍କ ସହ ମତାନ୍ତରର ଆଶଙ୍କା ଦେଖାଦେଇପାରେ। ଜ୍ୟେଷ୍ଠା ନକ୍ଷତ୍ରର ନିଜ ପରିସରର କୌଣସି ବ୍ୟକ୍ତି ବିଶେଷଙ୍କ ସହ ଯୁକ୍ତିତର୍କ ହୋଇପାରେ। ଧନୁ। ଆଜି ଯାହା ମନକୁ ଆସିଲା ତାହା କହି ପକାଇବାରୁ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ସାମୟିକ ହସର ଝଲକ ସୃଷ୍ଟି ହେବ। କୌଣସି ବନ୍ଧୁଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହେବାର ଆଶଙ୍କା ରହିଛି। ଉତ୍ତରାଷାଢ଼ ନକ୍ଷତ୍ରର କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗି ନପାରେ। ମକର।
ଆଜିର ଯାତ୍ରାରେ ସମସ୍ୟା, ବନ୍ଧୁରେ କଳହ ସାଙ୍ଗକୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଶ୍ରବଣ ନକ୍ଷତ୍ର ନିଜ ପରିସରର ବ୍ୟକ୍ତି ବିଶେଷଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶିକ୍ଷା, ବାଣିଜ୍ୟ ଓ ସଭା ସମିତି କ୍ଷେତ୍ର ପ୍ରାୟତଃ ଭଲ ରହିବ। ପରିବାରରେ ବୟସ୍କ ଗୁରୁଜନଙ୍କ ରୁଗୁଣା ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି। କୁମ୍ଭ, ନିଜର ପ୍ରକାଶ ଭଙ୍ଗୀ ହିଁ ସମସ୍ତ ଅନର୍ଥର କାରଣ ହୋଇଯିବ। ସବୁ ଠିକ୍ ଥିଲେ ମଧ୍ୟ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଶିକ୍ଷା, ସାକ୍ଷାତକାର ତଥା ବାଣିଜ୍ୟରେ ସମସ୍ୟା ଆଶଙ୍କା ରହିଛି। ଶତଭିଷା ନକ୍ଷତ୍ରର ଅର୍ଥ ସମ୍ପର୍କ, ଯାନବାହନ, ଜମିଜମା ଓ କଚେରୀ ମାମଲା କ୍ଷେତ୍ରରୁ ସନ୍ତୋଷଜନକ ଫଳ ପାଇବେ। ମୀନ, ଆଜି ରେବତୀ ନକ୍ଷତ୍ର ସକାଶେ ଭୁଲ ବୁଝାମଣାରୁ ଅଶାନ୍ତିର ପରିବେଶ ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ ଧାରଣା ଯୋଗୁଁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କଲେ ମଧ୍ୟ ନିନ୍ଦା ଶୁଣିପାରନ୍ତି। ଆଜିର ଯାତ୍ରା କାଳରେ ସମଶ୍ରେଣୀୟ ବ୍ୟକ୍ତିଙ୍କ ସହ ବାଦାନୁବାଦ ହୋଇପାରେ। ଦୀର୍ଘ ଦିନରୁ ସରକାରୀ ସ୍ତରରୁ ଅପେକ୍ଷା କରିଥିବା ଶୁଭ ଖବର ପାଇପାରନ୍ତି। ନମସ୍କାର, ଜୟ ଜଗନ୍ନାଥ।